ଆଜି ଭୁବନେଶ୍ୱରରେ ମୁଁ ଏକ କାମରେ ବାହାରକୁ ଯାଇଥାଏ। ସେଠାରେ ଦେଖିଲି 2-3 ଜାଗାରେ ପାଣିପଣାର ବ୍ୟବସ୍ଥା ହୋଇଛି ଓ ଲୋକମାନେ ସେଠାରେ ଠିଆ ହୋଇ ପାଣି ପିଉଛନ୍ତି। କୌଣସି ଏକ ସଂସ୍ଥା ତରଫରୁ ଜଳଛତ୍ର କେନ୍ଦ୍ର ବୋଲି ଲେଖାଯାଇଥାଏ। ସେ ଯାହା ବି ହେଉ, ଖରାଦିନେ ଏସବୁ ସଂସ୍ଥା ଲୋକମାନଙ୍କ ପାଇଁ ବହୁତ ଭଲ ଉପକାର ଦେଇଥାଏ। ଲୋକମାନେ ଖରାରୁ କୌଣସି କାମରେ ବାହାରକୁ ଯାଇଥିଲେ ସେଠାରେ ଠିଆ ହୋଇ ନିଜର ତୃଷା ନିବାରଣ କରିଥାନ୍ତି। ସେହିପରି ଶୀତ ଦିନେ ମଧ୍ୟ କିଛି ଲୋକ ଗରିବ ଲୋକମାନଙ୍କୁ କମ୍ବଳ ମଧ୍ୟ ବଣ୍ଟନ କରିଥାନ୍ତି। କମ୍ବଳ ବଣ୍ଟନ କରି ତାଙ୍କର ଫଟୋ ଉଠାଇଥାନ୍ତି, ଭିଡ଼ିଓ କରିଥାନ୍ତି ଏବଂ ସୋସିଆଲ ମିଡ଼ିଆରେ ମଧ୍ୟ ପୋଷ୍ଟ କରିଥାନ୍ତି। ଭାରତବର୍ଷରେ ଆପଣ ଦେଖିଥିବେ, ସକାଳୁ ସକାଳୁ କିଛି ଲୋକ ବାସି ରୁଟି କିମ୍ବା ପାଉରୁଟି ବୁଲା କୁକୁରମାନଙ୍କୁ ଖାଇବାକୁ ଦେଇଥାନ୍ତି। କିଛି ଲୋକ ଖୁଦ ଚାଉଳ ପକ୍ଷୀମାନଙ୍କୁ ଦେଇଥାନ୍ତି। ସେମାନେ ଏହାକୁ ଏକ ଧର୍ମ କାର୍ଯ୍ୟ ବୋଲି ଭାବନ୍ତି ଓ ଜଣେ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ବୋଲି ନିଜକୁ ପରିଚୟ ଦେଇଥାନ୍ତି। ଖାଲି କ'ଣ ଏଇ ସାଧାରଣ ଲୋକମାନେ ଦାନ କରିଥାନ୍ତି? ଭାରତବର୍ଷରେ ବହୁତ ବଡ଼ ବଡ଼ ଲୋକ ବି ଅଛନ୍ତି, ଧନୀ ବ୍ୟକ୍ତି ଅଛନ୍ତି, ସେମାନେ ବି ଦାନ କରୁଥିବେ। ଯେମିତିକି ଅମ୍ବାନୀ ହେଲେ, ଅଦାନୀ ହେଲେ, ଏମାନେ ବି ମନ୍ଦିର ଯାଆନ୍ତି, କୋଟି କୋଟି ଟଙ୍କା ଦାନ କରିଥାନ୍ତି। ଏମାନେ ଅନାଥାଶ୍ରମ ଯାଆନ୍ତି, ବୃଦ୍ଧାଶ୍ରମ ଯାଆନ୍ତି, ସେଠାରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଦାନ କରନ୍ତି। ସେମାନଙ୍କର ବି ଭିଡ଼ିଓ ହୁଏ, ଫଟୋ ଉଠେ ଏବଂ ନ୍ୟୁଜ୍ ଚ୍ୟାନେଲରେ ସେମାନଙ୍କର ଖବର ମଧ୍ୟ ପ୍ରସାରିତ ହୁଏ। ତେବେ ଭାରତବର୍ଷରେ ଏ ଦାତାମାନଙ୍କର ମାନସିକତା କ'ଣ? ମାନସିକତା ହେଲା ସ୍ୱାର୍ଥ। ଆପଣ କହିବେ, ସେ ତ ଦାନ କରୁଛି, ପୁଣ୍ୟ କାମ କରୁଛି, ତାର ପୁଣି ଏଥିରେ କ'ଣ ସ୍ୱାର୍ଥ? ତାର ସ୍ୱାର୍ଥ ହେଲା ପୁଣ୍ୟ ଅର୍ଜନ। ତା ଆକାଉଣ୍ଟରେ ପୁଣ୍ୟ ଅର୍ଜନ ହେବା ଦରକାର, ସୋ ଦ୍ୟାଟ୍ ସେ ଯେତେବେଳେ ମରିବ ତା ପାଇଁ ସ୍ୱର୍ଗରେ ଖଣ୍ଡେ ଜାଗା ଥିବ। ଆଉ କ'ଣ ସ୍ୱାର୍ଥ ତାର? ନା, ଆଉ ତାର ସ୍ୱାର୍ଥ ହେଲା ପ୍ରଚାର ପ୍ରସାର, ତା ନିଜର ବ୍ୟବସାୟ ବା ବ୍ୟାପାର, ଆଉ ତା ନିଜର ଆଧ୍ୟାତ୍ମିକ ଅହଙ୍କାର। କିନ୍ତୁ ଏସବୁ ଜିନିଷ ବିଦେଶରେ ନଥାଏ। ଏସବୁ ଦାନ ପ୍ରଥା ଆପଣ ବିଦେଶରେ ଦେଖିବାକୁ ପାଇବେନି। ଇଟାଲୀରେ ଗୋଟେ ଦାନ ପ୍ରଥା ଅଛି, ଯାହାକୁ କହନ୍ତି କଫି ସସ୍ପେସୋ ବା ସସ୍ପେଣ୍ଡେଡ୍ କଫି। ଆପଣ ଜଣେ ଧନୀ ବ୍ୟକ୍ତି, ଆପଣ କଫି ପିଇବା ପାଇଁ ଆପଣଙ୍କ ପାଖରେ ପଇସା ଅଛି, ଆପଣ ଯେକୌଣସି ଏକ କଫି ସପ୍କୁ ଗଲେ, ସେଠାରେ 2ଟି କଫି ଅର୍ଡର କଲେ, ଗୋଟେ କଫି ପିଇଲେ, ଆଉ ଗୋଟେ କଫି ଆପଣ ପେ କରିକି ପଳେଇ ଆସିଲେ, ଯୋଉଟା କି ପରବର୍ତ୍ତୀ ସମୟରେ କୌଣସି ଏକ ନିଡି ଲୋକ ଯିଏ କଫି ପିଇବା ପାଇଁ ଚାହୁଁଥାଏ ଆଉ ତା ପାଖରେ ପଇସା ନଥାଏ, ସେ ଯାଇକି ପରବର୍ତ୍ତୀ ସମୟରେ ସେ ରେଷ୍ଟୁରାଣ୍ଟ ହଉ ବା ସେ କଫି ସପ୍ରେ ହଉ, ତାଙ୍କୁ ଯାଇକି ପଚାରିବ କି କଫି ସସ୍ପେସୋ ଅଛି କି? ଯଦି ହଁ କହିବେ ସେ ଦୋକାନୀ, ତାହେଲେ ତାକୁ ସିଏ ୱିଦାଉଟ୍ ପେମେଣ୍ଟରେ ସେ କଫିଟିକୁ ପିଇବେ। ଏଠି ଦାତା ବା ଗ୍ରହିତା ପରସ୍ପରକୁ ଜାଣନ୍ତି ନାହିଁ। ଏଠି ଯିଏ ଦାତା, ତାର ମାନସିକତା ନୁହେଁ ଯେ ମୁଁ କାହାକୁ ଦାନ କଲି। ଯିଏ ଗ୍ରହିତା, ସିଏ ମନେ କରେନି ଯେ ମୁଁ କାହାର ଋଣୀ ହେଲି ବୋଲି। ସେହିପରି ଆଉ ଏକ ଦାନ ବ୍ୟବସ୍ଥା ରହିଛି ଟର୍କିରେ। ଟର୍କି ହେଉଛି ଏକ ମୁସଲିମ ବହୁଳ ରାଷ୍ଟ୍ର। ଟର୍କିରେ ଯେଉଁ ଦାନ ପ୍ରଥାଟି ଅଛି, ତାହାକୁ କହନ୍ତି ଆସ୍କିଡା ଏକମେକ୍। ତାମାନେ ଆପଣ କୌଣସି ଦୋକାନକୁ ଗଲେ, ଆପଣ 2ଟି କେକ୍ ବା ବ୍ରେଡ୍ କିଣିଲେ, ଗୋଟେ ଆପଣ ଖାଇଲେ କିମ୍ବା ଆପଣ ଘରକୁ ଆଣିଲେ, ଆଉ ଗୋଟେ ସେହି ରେଷ୍ଟୁରାଣ୍ଟ କି ସପ୍ର ବାହାରେ ଟଙ୍ଗେଇ ଦେଇକି ଆସିଲେ, ଯୋଉଟାକୁ ପରବର୍ତ୍ତୀ ସମୟରେ ଏକ ଭୋକିଲା ଲୋକ କି ନିଡି ଲୋକ ଯାହାର ଆବଶ୍ୟକ ଅଛି, ସେ ତାକୁ ବିନା ପଇସାରେ ସେ ଦୋକାନୀକୁ ପଚାରି ତାକୁ ଖାଇପାରିବେ। ଏହିପରି ଆଉ ଏକ ଦାନ ବ୍ୟବସ୍ଥା ରହିଛି ସ୍ପେନରେ, ଯାହାକୁ କୁହାଯାଏ ସୋବ୍ରେମେସା। ଏଠାରେ ଦ୍ରବ୍ୟର ଆଦାନ ପ୍ରଦାନ ହୁଏ ନାହିଁ। ଏଠାରେ ସେବା, କାଇଣ୍ଡନେସ୍ ବା ଟାଇମର ଆଦାନ ପ୍ରଦାନ ହୁଏ। ଧରାଯାଉ ଆପଣ ଆପଣଙ୍କ ଘରକୁ କୌଣସି ଗେଷ୍ଟ ଆସିଛନ୍ତି, କିମ୍ବା ଆପଣ କେଉଁ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଛନ୍ତି, କିମ୍ବା କୌଣସି ଡିନର ପାର୍ଟିରେ ଯୋଗ ଦେଇଛନ୍ତି, ସେଠାରେ ଆପଣ ଖାଇସାରି ତତ୍କ୍ଷଣାତ୍ ଆସିବେନି। ସେଠାରେ ଆପଣ ଅନ୍ୟ ଗେଷ୍ଟକୁ ଅପେକ୍ଷା କରିବେ, ସେମାନଙ୍କୁ ସ୍ୱାଗତ କରିବେ, ସେମାନଙ୍କ ସହିତ ମିଶି ଖାଇବେ ବା କମ୍ପାନୀ ଦେବେ,
ଭୋଜି ପରେ ଭୋଜିର ଯିଏ ଆୟୋଜକ ତାଙ୍କୁ ଆପଣ ଧନ୍ୟବାଦ ଦେବେ, ତାଙ୍କୁ ଆପଣ ଫିଡବ୍ୟାକ୍ ଦେବେ। ଏହାକୁ ତାଙ୍କର ସୋବ୍ରେମିଶା କୁହାଯାଏ ବା ଆର୍ଟ ଅଫ୍ କାଇଣ୍ଡନେସ୍। ସେହିପରି ଆମେରିକା ଓ ଅଷ୍ଟ୍ରେଲିଆର ମଧ୍ୟ ଏକ ବ୍ୟବସ୍ଥା ରହିଛି। ସେମାନଙ୍କ ଘରର କୌଣସି ଆସବାବପତ୍ରର ଆବଶ୍ୟକତା ନଥିଲେ ସେମାନେ ସେ ଜିନିଷଟିକୁ ଆଣି ଘର ବାହାରେ ରାସ୍ତା କଡ଼ରେ ଥୋଇ ଦିଅନ୍ତି। ତାକୁ ପରବର୍ତ୍ତୀ ସମୟରେ କୌଣସି ଲୋକ ସେ ଆସବାବପତ୍ରକୁ ଦେଖି ଯଦି ତାଙ୍କର ଆବଶ୍ୟକତା ଥାଏ ତାକୁ ସିଏ ୱିଦାଉଟ୍ ଏନି ପେମେଣ୍ଟରେ କାହାକୁ କିଛି ନ କହି ତାକୁ ନେଇ ନିଜେ ଘରେ ୟୁଜ୍ କରିପାରନ୍ତି। ଏଇଟାକୁ ସେମାନେ କହନ୍ତି ହ୍ୟୁମାନ୍ ଏଥିକ୍ସ, ସିଭିଲାଇଜ ଭ୍ୟାଲ୍ୟୁ, ହ୍ୟୁମାନ୍ ଭ୍ୟାଲ୍ୟୁଜ ବା ହ୍ୟୁମାନ୍ ଡିଗ୍ନିଟି। ଏଠାରେ ଆପଣମାନେ ଦୁଇଟି ବ୍ୟବସ୍ଥା ଦେଖିଲେ, ଗୋଟିଏ ଭାରତୀୟ ବ୍ୟବସ୍ଥା ଆଉ ଗୋଟିଏ ୱେଷ୍ଟର୍ଣ୍ଣ କଲଚର ବା ପାଶ୍ଚାତ୍ୟ ବ୍ୟବସ୍ଥା। ସେହିପରି ଏକ ବ୍ୟବସ୍ଥା ଭାରତବର୍ଷରେ ମଧ୍ୟ ଅଛି ଯାହା ଶିଖ ଧର୍ମର, ତାକୁ ଲଙ୍ଗର ବ୍ୟବସ୍ଥା କୁହାଯାଏ। ଦ୍ୟାଟ୍ ଇଜ୍ ବେଷ୍ଟ ଇନ୍ ଦ ୱାର୍ଲଡ। ସେଠାରେ ଆପଣ ଯିବେ, ବସିବେ, ଖାଇବେ, ଆପଣଙ୍କୁ କେହି ବି କେଉଁ ଜାତିର କେଉଁ ଧର୍ମର କେଉଁଠୁ ଆସିଛନ୍ତି କେହି କିଛି ପଚାରିବେ ନାହିଁ। ପ୍ରକୃତରେ ସମାନତା ଓ ଶାନ୍ତି ସେଇଠି ହିଁ ମିଳେ। ଏଠି ମୁଁ ଆପଣଙ୍କୁ କହିବାକୁ ଚାହେଁ ପ୍ରକୃତ ପୁଣ୍ୟ କେଉଁଥିରେ ଥାଏ, ଦେଖାଣିଆ ଦାନରେ ନା ମାନବୀୟ କର୍ମରେ? ଆପଣମାନଙ୍କର ମତାମତ ଅପେକ୍ଷାରେ। ନମସ୍କାର।